ଜୟ ଜଗନ୍ନାଥ କ୍ରିଏଟିଭ ଓଡ଼ିଶାର ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି ମୁଁ ଗଣେଶ। ତ ଆଜି ଆମେ ଜାଣିବା ଗଭର୍ଣ୍ଣମେଣ୍ଟର ନୂଆ ସ୍କିମ୍ ଆସିଛି ଯୋଉଟା କି ଆପଣଙ୍କର ସ୍ୱୟଂ ଯୋଜନା। ଏହା 12 ତାରିଖ ଦିନ କ୍ୟାବିନେଟରେ ମଞ୍ଜୁର ପାଇଛି। ଏ ଆପଣ କଣ ପାଇବେ ବେନିଫିଟ୍ ସେଟା ଡିସ୍କସନ ହବା, କିପରି ଆବେଦନ କରିବେ ଓ କାହା ପାଖକୁ ଯାଇ କରିବେ, ଆ ଦେହରେ କଣ ବେନିଫିଟ୍ ପାଇବେ ସେ ବିଷୟରେ ଆପଣଙ୍କୁ ଡିଟେଲ୍ସ କହିବି ଷ୍ଟେପ୍ ବାଇ ଷ୍ଟେପ୍। ଆଉ ତା ପୂର୍ବରୁ ମୁଁ ଅନୁରୋଧ କରୁଛି ଯେ ଆମ ଚ୍ୟାନେଲକୁ ଯୋଉମାନେ ନୂଆ ଆସିଛନ୍ତି ତ ଦୟାକରି ଆମ ଚ୍ୟାନେଲକୁ ସବସ୍କ୍ରାଇବ ଟିକେ କରିବେ, ଲାଇକ୍ କରିବେ ଆଉ ସେୟାର କରିବେ ମଧ୍ୟ। ତ ଆସନ୍ତୁ ଜାଣିବା ଏ ବିଷୟରେ କଣ ସ୍ୱୟଂ ଯୋଜନା କଣ, ଆକ୍ଚୁଆଲି କଣ, ଏର କାମ କେମିତି କରିବ ଓ କୋଉମାନେ ବେନିଫିଟ୍ ପାଇପାରିବେ ଏହାର, ସେ ବିଷୟରେ ଆମର ଡିଟେଲ୍ସ କହୁଛି। ଆସନ୍ତୁ ଜାଣିବା। ଦେଖନ୍ତୁ ଏଇ ଯୋଜନାରେ ଆପଣଙ୍କର ସହରର ଉଭୟ ଗ୍ରାମୀଣ ଓ ସହରର 18 ରୁ 35 ହୋଇଥିବା ଯୁବକ ଯୁବତୀ ମାନଙ୍କୁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସାହାଯ୍ୟ, ଯୋଉଟାକି ବିନା ସୁଧରେ ଆପଣ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ ଯେଉଁ କୌଣସି ବ୍ୟାଙ୍କରୁ। ଆପଣ ଆପଣଙ୍କ ବ୍ୟବସାୟିକ ଉନ୍ନତି ଓ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଏହା ସମ୍ପୂର୍ଣ୍ଣ ଓଡ଼ିଶା ସରକାରଙ୍କର ଏକ ନୂଆ ଯୋଜନା। ରାଜ୍ୟର ଏ ଯୋଜନାର ନାଁ ହେଉଛି ସ୍ୱୟଂ ଯୋଜନା। ରାଜ୍ୟର ଯୁବଶକ୍ତିଙ୍କୁ ଆତ୍ମନିର୍ଭରଶୀଳ କରି ସ୍ୱତନ୍ତ୍ର ଯୁବ ଉଦ୍ୟମୀ ଭାବେ ଗଢ଼ିବା ପାଇଁ ରାଜ୍ୟ କ୍ୟାବିନେଟ୍ ଆଜି ଏହି ନୂଆ ଯୋଜନା ସ୍ୱୟଂକୁ ଅନୁମୋଦନ କରିଛନ୍ତି। ସମସ୍ତ ଗ୍ରାମୀଣ ବେରୋଜଗାର ଯୁବକ ଯୁବତୀ ଅଥବା ପୂର୍ବରୁ ସମସ୍ତ ପ୍ରକାରର ବ୍ୟବସାୟ ଉଦ୍ଦେଶ୍ୟରେ କେନ୍ଦ୍ର ରାଜ୍ୟ ସହାୟକ କୌଣସି ଯୋଜନାରେ ଋଣ ନେଇନଥିବା ଅଥବା ଋଣ ନେଇ ସମ୍ପୂର୍ଣ୍ଣ ଋଣ ପରିଶୋଧ କରିଥିବା 18 ରୁ 35 ବର୍ଷ ବୟସ ବର୍ଗର ଇଚ୍ଛୁକ ଯୁବକ ଯୁବତୀଙ୍କୁ ଏକ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ କିମ୍ବା ବର୍ତ୍ତମାନର ପ୍ରତିଷ୍ଠିତ ବ୍ୟବସାୟକୁ ସମ୍ପ୍ରସାରଣ କରିବା ନିମନ୍ତେ 1 ଲକ୍ଷ ଟଙ୍କା ପ୍ରକଳ୍ପ ସୁଧମୁକ୍ତ ବ୍ୟାଙ୍କ ଋଣ ଏହି ଯୋଜନାରେ ପ୍ରଦାନ କରାଯିବ। 1 ଲକ୍ଷ ଟଙ୍କା ଇଣ୍ଟରେଷ୍ଟ ଫ୍ରି ଲୋନ୍ ଦିଆଯିବ ଯେଉଁମାନେ ଇଚ୍ଛା ପ୍ରକାଶ କରିବେ, ଏବଂ ଏଥିପାଇଁ 18 ରୁ 35 ବର୍ଷ ବୟସ ସୀମା ରହିଛି ଏବଂ ଆବେଦନକାରୀମାନଙ୍କ ପାଇଁ ସର୍ବୋଚ୍ଚ ବୟସ SC ST ଏବଂ PWD ବର୍ଗର 40 ବର୍ଷ ପର୍ଯ୍ୟନ୍ତ ରହିଛି। ଏବଂ ଏଥିରେ ଆଉ ଗୋଟେ ଜିନିଷ ମୁଁ ଜଣାଇଦେବା ପାଇଁ ଚାହୁଁଛି, ଏହି ଋଣ ନିମନ୍ତେ ଯେଉଁ 1 ଲକ୍ଷ ଟଙ୍କାର ଋଣ ଯୁବକ ଯୁବତୀମାନଙ୍କୁ ଦିଆଯିବ, କୌଣସି କୋଲେଟରାଲ ଏବଂ ପ୍ରକ୍ରିୟାକରଣ ଦେୟ ଦେବାକୁ ପଡ଼ିବ ନାହିଁ। ଋଣ ପରିଶୋଧ ଅବଧି 4 ବର୍ଷ ରହିବ। ପ୍ରାରମ୍ଭରେ 1 ଲକ୍ଷ ଯୋଗ୍ୟ ଗ୍ରାମୀଣ ଯୁବକ ଯୁବତୀଙ୍କୁ ଏହି ଯୋଜନାରେ ଋଣ ପ୍ରଦାନର ଲକ୍ଷ୍ୟ ରଖାଯାଇଛି ଏବଂ ଏହା ଫଳରେ ରାଜ୍ୟ ସରକାର ନିଜ ବଜେଟରୁ 448 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ସହରରେ ଯେଉଁମାନେ ଯୁବକ ଯୁବତୀମାନେ ଅଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହି ଭାବରେ ସ୍ୱତନ୍ତ୍ର ଯୁବ ଉଦ୍ୟମୀ ସ୍ୱୟଂ ସହରୀର ପ୍ରଣୟନ କରାଯାଇଛି। ଏହି ନୂତନ ଯୋଜନା ଅନୁମୋଦିତ ଆଜି ହେଇଛି। ଏହି ଯୋଜନା ମାଧ୍ୟମରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ବାସ କରୁଥିବା ବେରୋଜଗାରୀ ଯୁବକ ଯୁବତୀମାନଙ୍କୁ ସାଧାରଣ ବର୍ଗଙ୍କ କ୍ଷେତ୍ରରେ 18 ରୁ 35 ବର୍ଷ ଏବଂ ଅନୁସୂଚିତ ଜାତି ଜନଜାତି ଭିନ୍ନକ୍ଷମ କିନ୍ନର ମାନଙ୍କ କ୍ଷେତ୍ରରେ 18 ରୁ 40 ବର୍ଷ ବୟସ ସୀମା ରଖାଯାଇଛି। ଏଠି ଆବେଦନକାରୀଙ୍କ ପରିବାର ସହରୀ ଯୋଜନାରେ ଆବେଦନକାରୀଙ୍କ ପରିବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରିସରଭୁକ୍ତ କିମ୍ବା ବାର୍ଷିକ 3 ଲକ୍ଷରୁ କମ୍ ଆୟ ଥିବା ପରିବାର ହୋଇଥିବେ ଏବଂ ରାଜ୍ୟ ସରକାର ଋଣ ପରିମାଣର 15% ଗ୍ୟାରେଣ୍ଟି, CGTMCର 80% ଗ୍ୟାରେଣ୍ଟି ବାଦ ବହନ କରିବେ। ଋଣ ପରିମାଣର ସମ୍ପୂର୍ଣ୍ଣ ସୁଧର ଭାର ରାଜ୍ୟ ସରକାର। ଏହି ଯୋଜନା ମଧ୍ୟରେ ଆପଣ ଜାଣିପାରିଲେ ଯେ ଆପଣଙ୍କୁ ଓଡ଼ିଶା ସରକାରଙ୍କ ଦ୍ୱାରା ଏଇ ଯେଉଁ ସ୍ୱୟଂ ଯୋଜନା ମାଧ୍ୟମରେ 1 ଲକ୍ଷ ଟଙ୍କା ବିନା ସୁଧରେ ଆପଣ ପାଇପାରିବେ ଏବଂ 1 ଲକ୍ଷ ଟଙ୍କା ପାଇବା ପାଇଁ ଆପଣଙ୍କୁ 2-3ଟା କ୍ରାଇଟେରିଆ ଦରକାର, ଯେଉଁଟା ଆପଣଙ୍କୁ ସମ୍ପୂର୍ଣ୍ଣ ଭାବେ କରିବାକୁ ପଡ଼ିବ। କ'ଣ? ପ୍ରଥମ ଏକତଃ ଆପଣ ଯଦି ସହରାଞ୍ଚଳରେ ବାସ କରୁଛନ୍ତି ତାହେଲେ ଆପଣଙ୍କର ବାର୍ଷିକ ଆୟ 3 ଲକ୍ଷ ଟଙ୍କା ଉପରକୁ ହେଇନଥିବା ଦରକାର। ଯଦି ଆପଣ ଗ୍ରାମୀଣ ଅଞ୍ଚଳରେ ବାସ କରୁଛନ୍ତି, ଯଦି ଆପଣଙ୍କର ବାର୍ଷିକ ଆୟ 2 ଲକ୍ଷ ଟଙ୍କା ଆପଣଙ୍କର 2 ଲକ୍ଷ ଟଙ୍କାରୁ ଅଧିକା ହୋଇନଥିବା ଦରକାର ହୋଇନଥିଲା ଏବଂ ତା ସହିତ ଆପଣଙ୍କର BSY ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଦରକାର, ଆଇଦର କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଦରକାର। ଏଇ ଦୁଇଟାରୁ ଯେଉଁଟା ଗୋଟେ ହୋଇଥିଲେ ଆପଣ ଏ ସେବା ପାଇପାରିବେ। ଏହା ସହିତ ଆପଣଙ୍କୁ 18 ରୁ 35 ବର୍ଷ ହେଇଥିବା ଦରକାର। ଆଉ ତା ସହିତ ଆପଣ ଯେଉଁମାନେ SC ST ଓ କିନ୍ନର ମାନଙ୍କୁ ଏଥିରେ ଏଇ ଯୋଜନାରେ 5 ବର୍ଷ ଏକ୍ସଟ୍ରା ବେନିଫିଟ୍ ମିଳୁଛି, ଯାହାକି 40 ବର୍ଷ ପର୍ଯ୍ୟନ୍ତ ସେମାନେ ଆପ୍ଲାଏ କରିପାରିବେ। ତ ଏଥିରେ ଆପଣଙ୍କୁ କ'ଣ ଗୋଟେ ବେନିଫିଟ୍ ମିଳୁଛି, ଆପଣଙ୍କର ନୂଆ ବିଜନେସ୍ କରିବାକୁ ଚାହୁଁଛନ୍ତି ଯେଉଁମାନେ କିଛି କରୁନାହାନ୍ତି, ଆଉ ଯେଉଁମାନେ କରିଛନ୍ତି ଛୋଟ ବିଜନେସ୍ ସେମାନଙ୍କୁ ସ୍ମଲ୍ ବିଜନେସ୍ କରୁଛନ୍ତି, ସେମାନଙ୍କୁ ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଆପଣ ନିକଟସ୍ଥ ଆପଣଙ୍କର ବ୍ୟାଙ୍କ ପାଖକୁ ଯାଇକି ଏ ବିଷୟରେ ଡିଟେଲ୍ସ ବୁଝିପାରିବେ ଓ କୌଣସି କେଉଁ ଡକ୍ୟୁମେଣ୍ଟ ଦରକାର ମଧ୍ୟ ତାଙ୍କୁ ପଚାରିକି ଆପଣ ଆପ୍ଲାଏ କରିବେ ଓ କିଛି ଦିନ ମଧ୍ୟରେ ଆପଣ 1 ଲକ୍ଷ ଟଙ୍କା ପାଇବେ, ଯାହାକି ବିନା ସୁଧରେ 1 ଟଙ୍କା ସୁଧ ବି ପାଇବେନି, କୌଣସି ପ୍ରକାର ଚାର୍ଜେସ୍ ପାଇବେନି। ଆଜି ପାଇଁ ଏତିକି। ନମସ୍କାର, ରହୁଛି। ଜୟ ଜଗନ୍ନାଥ।